ମୋ ନାଁ ସନ୍ତୋଷିନୀ ପୁରୋହିତ, ଆଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର ବ୍ରହ୍ମପୁର ଓପିଆଇଡି କୋର୍ଟରେ ମୁଁ ଅଛି, ଏଡିଜେ କମ୍ ଓପିଆଇଡି କୋର୍ଟ। ଆଜି ଅନରେବୁଲ ଏଡିଜେ କମ୍ ଓପିଆଇଡି ମ୍ୟାଡ଼ାମ୍ ଆମର ସଙ୍ଗୀତା ପାଣି ମ୍ୟାଡ଼ାମ୍, ସିଏ କେସ୍ ନମ୍ବର ହେଉଛି ST 264/24। ସେଇଥିରେ ଡି ଦେବେନ୍ଦ୍ର ରେଡ୍ଡି ଆଣ୍ଡ ଡି ଗୁନାମା ଦୁଇ ଜଣଙ୍କୁ ସେମାନେ ଦୁଇ ଜଣଙ୍କୁ ମର୍ଡର କେସ୍ ହେଉଛି ଜରଡ଼ା PS କେସ୍ ନମ୍ବର ହେଉଛି 302 71/70। ଜରଡ଼ା PS କେସ୍ ନମ୍ବର ହେଉଛି 71 ଅଣ୍ଡର ସେକ୍ସନ୍ 302(120B and 34 IPC, ଯେଉଁଥିରେ କି ସେମାନେ ତାଙ୍କ ଏଗେନ୍ଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିଲା। ଆଉ ସେଇଥିରେ ମ୍ୟାଡ଼ାମ୍ ସଙ୍ଗୀତା ପାଣି ମ୍ୟାଡ଼ାମ୍ ଆଜି ତାଙ୍କୁ ଦଣ୍ଡ କରିଛନ୍ତି। ସେଥିରେ ଆଜୀବନ କାରାଦଣ୍ଡ, ଯେଉଁଟାକି ରିଗରସ୍ ଇମ୍ପିଚମେଣ୍ଟ ଫର୍ 20 years ହେଇଛି। ଆଉ ସେଥିରେ ଡିସିଜ୍ ମାନେ ହେଉଛନ୍ତି ଡି ନୀଳାମଣି, ଯିଏକି ଏକ୍ୟୁଜ୍ର ମାଇଁ ଥିଲେ, ଜଣେ ଡି ଦେବେନ୍ଦ୍ର ରେଡ୍ଡି ଯିଏ ତାଙ୍କର ମାଇଁ ଥିଲେ, ଆଉ ଡି ଗୁନାମା ତାଙ୍କର ଯାଆ ଥିଲେ ସିଏ। ଆଉ ସେଥିରେ ଆଉ ଜଣେ ଡିସିଜ୍ ଥିଲେ ଡି ରିଷି, ଯିଏକି 7 yearsର, ସେ ଥିଲେ ତାଙ୍କର ପୁଅ। ଡି ନୀଳାମଣି ଡିସିଜ୍ ଯିଏ ତାଙ୍କ ପୁଅ ଥିଲେ, ତାଙ୍କୁ ତଣ୍ଟି ଚିପିକି ହତ୍ୟା କରିଥିଲେ ଏମାନେ। ତାଙ୍କର ଇଲିସିଟ୍ ରିଲେସନସିପ୍ ଥିଲା ମାଇଁ ଭଣଜା ଦୁଇ ଜଣଙ୍କର, ଯିଏକି ଡି ଦେବେନ୍ଦ୍ର ରେଡ୍ଡି ଆଣ୍ଡ ଡି ଗୁନାମା। ତ ଦୁଇ ଜଣଙ୍କର ଇଲିସିଟ୍ ରିଲେସନସିପ୍ ଥିଲା। ତ ସେମାନେ ତାକୁ ଯାହାକୁ ହତ୍ୟା କରିଛନ୍ତି ସେ ଜାଣି ଦେଇଥିଲେ ସେ କଥା, ସେଥିପାଇଁ ତାଙ୍କୁ ହତ୍ୟା କରିଛନ୍ତି। ଆଉ ତାଙ୍କ ସାଙ୍ଗରେ ତାଙ୍କ ପୁଅଟା ଶୋଇଥିଲା, ତ ତାଙ୍କୁ ବି ସେ ହତ୍ୟା କରିଛନ୍ତି।